बाहा बाको चाहछ ना हो ମୁଁ ତୁମକୁ ବାହା ହେବା ପାଇଁ ଚାହୁଁଛି। ठीक अछि मु तम कथा राजी ସତ କହୁଛ? तमको मोर गोटे शर्त मानबाक पड़िबो ତମର ପୁଣି ସର୍ତ୍ତ? हसनपति ଆରେ କୁହ ସେଇ ସର୍ତ୍ତଟା କଣ? सेनापति जोड़ू छिकारा सेनापति जोड़ू छिकारा नखुआ ए अवतार गिरा नखुआ ए अवतार गिरा समय मु देउछि बीरा समय मु देउछि बीरा से काला तुम्हें अपेक्षा करा से काला तुम्हें अपेक्षा करा কথা সত্য? बैसाख तृतीया हेले सेनापति तुम्हें ही पति रूप हे बाबराना बैसाख तृतीया हेले सेनापति तुम्हें ही पति रूप हे बाबराना सत्य वाक्याटे महारा सत्य वाक्याटे महारा से काला तुम्हें अपेक्षा करा से काला तुम्हें अपेक्षा करा हे सेनापति बैसाख तृतीया रे मोर गोटे मौनव्रत अछि आउ सेही मौनव्रत शेष न हवा पर्यंत मु काहाको विवाह हेई पारिबिनी ତମର ପୁଣି ମୌନ ବ୍ରତ ଅଛି? आउ से व्रत सरीब जाए तुमको अपेक्षा करबाको पड़िबो ଏଇ 7 ଦିନ କଣ 7 ଜନ୍ମ ପାଇଁ ଅପେକ୍ଷା କରିବି ଲୋ। ହେଲେ ସତ କହୁଛ ତ? हाँ मु सत कहूची ଏ से बैसाख तृतीया रे मोर मौन व्रत अछि ଭାଗ୍ୟଶ୍ରୀ हाँ କୁହ ତମର କି ସାହାଯ୍ୟ କରିପାରେ? हे सेनापति मो ପାଇଁ शीघ्र पूजा सामग्री बंदोबस्त कर दियो मो पूजा शेष होई गले तुमको वर्णमाला तुम गलारे अर्पण कर देबी ମୁଁ ଆଜି ବହୁତ ଖୁସି। ଚିନ୍ତା କରନି ଭାଗ୍ୟଶ୍ରୀ, ମୋ ସାଙ୍ଗେ ସାଙ୍ଗେ ପୂଜା ସାମଗ୍ରୀର ବ୍ୟବସ୍ଥା କରିଦେଉଛି। ठीक अछि ताले शीघ्र कर दियो ହଲୋ ଏତେ ଦିନ ପରେ ମୋ କଥାରେ ରାଜି ହେଇଛି। भगवान जहा आज मु बंची जाईछि ଆଉ ମୋତେ जेमिति ने मु କୌଣସି तुमको ଜିନିଷ इच्छा ଦରକାର ନାହିଁ। हेले आगो ମୋ कोन ଭାଗ୍ୟଶ୍ରୀ ମିଳିଗଲେ ମୁଁ ବହୁତ ଖୁସି। ହେଲେ ବାବୁକୁ ଡାକେ। ଲେ 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 ବାବୁକୁ ଯଦି ଡାକିବି ସେ କଣ ଭଲ କରିଦେବ। ମୋ ଭଉଣୀ ପ୍ରିୟାକୁ ଡାକିବାକୁ ପଡ଼ିବ। ହେଲେ ଭଉଣୀ ପ୍ରିୟା, ଏ ଭଉଣୀ ପ୍ରିୟା, ଏ ଭଉଣୀ ପ୍ରିୟା। ए भौणी तो कुआड़े जाइथिलु लो? ए भाई जीवी आउ पाड़े एठी एमती बुलाबुली करथिली आउ ए मो सुना भौणी, हां भाई तो सैदिन कोन कहउथिलु मने अछि? कोन कहिथिली ए किते भुखिटा तो सैदिन कथा तो मने नाही। मने पड़ ओ कहि दउछि सुन। सैदिन तो कोन कहिथिलु भाई मते एकुटिया एकुटिया लागुछि, मो पाई गोटे भाउज आनो। अरे हां तो भाई ठीक मने पगे दिछु हेले काई मो भौज अरे देख तो पाई गोटे सुंदर भाउज ले आसीछि। अरे सतरे भाई ए भाई हल। तू तो बाई चुकी सेमती लेके आसीछु लाइलो बसुल भौणी ओ बाहे लिए जाए तो
ମୋ ଭାଉଜ କ'ଣ କହୁଛି ଜାଣିଛୁ? କଣ କହୁଛନ୍ତି? ତାର ଗୋଟେ ମୌନ ବ୍ରତ ଅଛି। ଆମକୁ କଣ କରିବାକୁ ପଡିବ ଭାଇ? ଆଉ ସେଇ ମୌନ ବ୍ରତ ସରିବା ପର୍ଯ୍ୟନ୍ତ ସେ ମୋତେ ବିବାହ କରିବନି। ଏମିତି କଥା? ଭଲ ଭଉଣୀ। ହେଲେ କଣ କରାଯାଏ ଏ ଶୁଣ ଭଉଣୀ, ଭାଇ? ତା ପାଇଁ କିଛି ପୂଜା ସାମଗ୍ରୀର ବ୍ୟବସ୍ଥା କରିବାକୁ ପଡ଼ିବ। ଆରେ ଏଇ କଥା ତ ଦରକାର ପରା। ସେଇଥିପାଇଁ ପରା ମୁଁ ଅଛି। ସତ କହୁଛୁ? ହଁ ଭାଇ। ମୋ ସୁନା ଭଉଣୀ ପରି କିଏ ହବ? ଯାହା ହେଉ ମୋ ମୁଣ୍ଡର ବୋଝଟା ଓହ୍ଲେଇ ଗଲା। ଏ ମୋ ସୁନା ଭଉଣୀ, ତୋ ଭାଉଜର ଧ୍ୟାନ ରଖିବ। ଠିକ ଅଛି ମୁଁ ତାହେଲେ ଆସୁଛି। ଠିକ ଅଛି। ହେ ଭାଗ୍ୟଶ୍ରୀ, ଆସୁছিল କଥା ରହିଲା। এই ভাଉଜ ଯାଉଛୁ କୁଆଡ଼େ? ଆରେ ମୁଁ ପରା ତମ ନଣନ୍ଦ। ଏ ହଁ ମତେ ଭାଉଜ ବୋଲି ଜମାରୁ ବି କୁହନି। କଣ ପାଇଁ? କଣ ପାଇଁ? ମୁଁ କହୁଛି ସେଥିପାଇଁ। ମୋ ଭାଇ ପରା ତମକୁ ପ୍ରେମ ବିବାହ କରିବେ, ସେଇଥିପାଇଁ ତମକୁ ଭାଉଜ ଡାକୁଛି ମୁଁ। ନା, ମତେ ଜମାରୁ ଭାଉଜ ବୋଲି କୁହନି ହେଲା। ହେଲେ ଡାକୁଛ କଣ ପାଇଁ? ତମର ହେଇଛି କଣ? କଣ ନ ହେଇଛି ସେଇ କଥା ପଚାରୁନ। ତାକୁ କହିଲେ ତ ମୁଁ ଜାଣିବି। ଜାଣିବାକୁ ଚାହୁଁଛ ନା? ହଁ। ତାହେଲେ ଶୁଣ, ତମ ଭାଇ ଗୋଟିଏ ପାପୀ, ତମ ଭାଇ ଗୋଟିଏ ନିର୍ଲଜ, ତମ ଭାଇ ଗୋଟିଏ ଅମଣିଷ। ମୋ ଭାଇ ବିଷୟରେ ଆଉ ପଦେ ବି ଶୁଣିବିନି। ତମେ ମୋ ଭାଉଜ ବୋଲି ନହେଲେ ତମର ଆଜି ମୁଁ ପ୍ରାଣ ରକ୍ଷା କରିଦିଅନ୍ତି। ମୋ ଭାଇ ଏମିତି କଣ କରିଦେଲା ଯେ ମୋ ଭାଇକୁ ଏମିତି ଶବ୍ଦ ପ୍ରୟୋଗ କରୁଛ ତମେ? ଏମିତି କଣ କରିଦେଲା ମାନେ? ହଁ। ତମ ଭାଇ ମୋ ସହିତ କଣ କରୁଛି ଜାଣିଛ? କଣ କରିଛି? ତମ ଭାଇ ମୋ ପରିବାରକୁ ଛାରଖାର କରିଦେଇଛି। ତମ ଭାଇ ମୋ ଭାଇକୁ ମାରି ଦେଇଛି। ତମ ଭାଇ ମୋ ବାବାକୁ ମାରି ଦେଇଛି। ତମ ଭାଇ ମୋ ସ୍ୱାମୀକୁ ମାରି ମତେ ଜୋର ଜବରଦସ୍ତି ଉଠେଇ ଆଣିଛି। ଆଉ ବାହା ପାଇଁ ଜିଦ୍ କରି ବସିଛି। ମୋ ଭାଇ କଣ ସତରେ କରିଛି? ହଁ, ହେଲେ ମୁଁ ଏ କଥା ଜମାରୁ ବିଶ୍ୱାସ କରିପାରିବିନି। ଯଦି ବିଶ୍ୱାସ ହଉନି ତାହେଲେ ଯାଇକି ସେଇ ତମ କୁଲାଗାର ଭାଇକୁ ପଚାର। ଠିକ ଅଛି, ଚାଲି ଯାଉଛ ଏଇ ଖେଳି ଆଉ ପଚାରି ନେବି କେତେ ସତ ଆଉ କେତେ ମିଛ। ଆଉ ଯଦି ଏଇ କଥା ସତ ହେଇଥାଏ ତାହେଲେ ମୁଁ ନିଜ ହାତରେ ତମକୁ ଏ ଘରୁ ବିଦା କରିଦେବି। ଠିକ ଅଛି, ଯାଅ ପଚାରିବ। ହେଲେ ଯିବା ପୂର୍ବରୁ ତମ ପରିଚୟ ଜାଣିବାକୁ ଚାହିଁବି। ମୋ ପରିଚୟ? ହଁ। ମୋ ନାମ ହେଉଛି ଭାଗ୍ୟଶ୍ରୀ। ଆଉ ରାଜ୍ୟ? ମୋ ରାଜ୍ୟର ନାମ ହେଉଛି କର୍ଣ୍ଣାଟକ। ଠିକ ଅଛି, ହେଲେ ତମକୁ ଗୋଟିଏ ଅନୁରୋଧ, ମୁଁ ଆସିବା ଯେ ତମେ କୁଆଡ଼େ ବି ଯିବନି। ହଉ ଠିକ ଅଛି, ହେଲେ ଯିବା ଆଗରୁ ଗୋଟେ କଥା ଶୁଣ। ମୋର କିଛି ପୂଜା ନାହିଁ କି ମୋର କିଛି ବ୍ରତ ନାହିଁ। କେବଳ ତମ ଭାଇଠୁ ମୁଁ ବଞ୍ଚିବା ପାଇଁ ତାକୁ ମିଛ କଥା କହିଥିଲି। ଠିକ ଅଛି, ଭଲ ହେଲା ସେ ମୋ କଥାରେ ଆଜି ରାଜି ହେଇଗଲା। ନହେଲେ ମୋର କଣ ହେଇଥାନ୍ତା ସେଇଟା ତ ମୁଁ ବି ଜାଣେନି। ଆସୁଛି ତାହେଲେ ମୁଁ। ଠିକ ଅଛି, ତୁମେ ଯାଇପାର। ହେ ଭଗବାନ, ମୁଁ ତ ଏମାନଙ୍କଠୁ ବଞ୍ଚି ଯାଇଛି। ଏଥର ଯେମିତି ହେଲେ ବି ମତେ ସେଇ ମାସ ଭିତରେ ରହି ପୂଜା କରିବାକୁ ପଡିବ। ମୋ ସ୍ୱାମୀ ଯୋଉଠି ଥିଲେ ବି ମୋ ପାଖକୁ ଫେରି ଆସିବେ। ହଁ ପ୍ରଭୁ, ତେବେ ଯାଏ ସେଇ ମାସରେ ରହି ମୁଁ ପୂଜା କରିବି।